ମୁଁ ଆଜି ପ୍ରସ୍ତୁତ କରୁଛି ଚମ୍ପାରନ୍ ମସରୁମ୍। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଗରମ ଗରମ ପୁରା ହାଣ୍ଡିରୁ ବାହାର କରିକି କେମିତି କରିଛି ଆଉ କାଢ଼ିଛି, କେମିତି ଧୂଆଁ ବାହାରୁଛି। ଆଉ ଦେଖନ୍ତୁ ୟାର ବାସ୍ନା ବହୁତ ବଢ଼ିଆ। ମୁଁ ଏଠି ଯେଉଁ ହାଣ୍ଡିଟା କରିଥିଲି ସେଇ ହାଣ୍ଡିଟାକୁ ଆଗେ ପ୍ରଥମେ ଭଲ ଭାବରେ ଧୋଇଦେଲି, ତା ଢାଙ୍କୁଣୀ ବି ଧୋଇଦେଲି ଆଉ ତଳଟା ବି ଧୋଇ ଦେଇକି ହାଣ୍ଡିଟାକୁ ଧୋଇ ଦେଇଛି। ଏଇ ଯେଉଁ ଏଠି ବଟମ୍ ଛତୁରେ ମୁଁ କରିଛି ଛତୁ, ଯେଉଁ ଚମ୍ପାରନ୍ ମସରୁମ୍ ଛତୁ, ଏଇ ଯେଉଁ ରାସ୍ତାରେ ଯେଉଁ ଗାଡ଼ି ଯାଉଛି, ଯେଉଁ ଦେଖୁଛନ୍ତି ଯେଉଁ ବ୍ରିଜ୍ରେ, ସେଇଠି ଆମର ଏଠି ବହୁତ ଛତୁ ବାଲା ବସୁଛନ୍ତି, ମାନେ କୁଟା ଛତୁ, ପାଳ ଛତୁ, ବଟମ୍ ଛତୁ, ସବୁ ଛତୁ ବସୁଛନ୍ତି। ମୁଁ ସେଇଠୁ ଆଣିକି ମୁଁ ଏଇଠି ତାକୁ ଭଲକି ଧୋଇଦେଲି। ଫ୍ରେଶ୍ ଛତୁ ବି ମିଳେ ସେଠି। ଆଉ ସେଇ ଛତୁକୁ ମୁଁ ଆଣିକି ଭଲକି ଧୋଇଦେଲି। ଧୋଇ ଦେଇ ତାକୁ ବଡ଼ ଗୁଡ଼ାକ ପୋଛି ଦେଇକି ତାକୁ ବଡ଼ ଗୁଡ଼ାକ 4 ଫାଳ କରିଛି, ଛୋଟ ଗୁଡ଼ାକ 2 ଫାଳ କରି କାଟି ଦେଇଛି। ମୁଁ ଏଠି 5ଟା ପିଆଜ ନେଇଛି। ଏ ପିଆଜକୁ ଭଲକି ଧୋଇ ଦେଇଛି। ପିଆଜକୁ ଆଜିକାଲି ପିଆଜ ଆଣିଲେ ଭଲକି ଧୋଇବେ, ସେଥିରେ କଳା କଳା ଟାଇପ୍ର କେମିତି ଦେଖାଯାଉଛି ତାକୁ ଆଗେ ଚୋପା ଛଡ଼େଇକି ତାକୁ ଧୋଇକି ତାପରେ ଆମେ କାଟିବା। ମୁଁ ଏଠି ଚୋପା ଛଡ଼େଇକି ଭଲକି ଧୋଇ ଦେଇଛି। ତାପରେ ମୁଁ ଏଠି କାଟିଛି ଆଉ ଲମ୍ବା ଲମ୍ବା ପତଳା ପତଳା ସ୍ଲାଇସ୍ କରିଛି। ଆମେ ତାକୁ ଏଇ ଟାଇପ୍ର କରିଦେବା, ଯେମିତି ଝୁରଝୁର ଟାଇପ୍ର ହେଇଯିବ। ପିଆଜ ସବୁ ଅଲଗା ଅଲଗା ହେଇଯିବ। ଗୋଟେ ମିକ୍ସି ଜାର୍ ନେଇଛି, ସେଥିରେ ମୁଁ ରସୁଣ କିଛି ନେଲି, ତାଠୁ ଟିକେ କମ୍ ଅଦା ନେଲି, ଆଉ 1/4 ଟିସ୍ପୁନ୍ ଜିରା ନେଇଛି। ନେଇକି ତାକୁ ଗୋଟେ ପେଷ୍ଟ କରିଦେଲି, ମସଲା ପେଷ୍ଟ କରିଦେଲି। ଗୋଟେ ବୋଲ୍ ନେଲି, ସେଇ ବୋଲ୍ରେ ମୁଁ ଏଠି 1/2 କିଲୋ ଯେଉଁ ଛତୁ ନେଇଥିଲି ସେଇ ଛତୁକୁ ମୁଁ ଏଇ ବୋଲ୍ରେ ପକେଇଲି। ଦେଖି ସେଥିରେ ମୁଁ ଗୋଟେ ବଡ଼ ବିଲାତି ନେଇଛି, ବିଲାତିକୁ ଛୋଟ ଛୋଟ କରିକି କାଟି ଦେଇଛି। କାଟିକି ସେଥିରେ ମୁଁ ପକେଇଛି। ଏ ଯେଉଁ ରସୁଣ ଅଦା ପେଷ୍ଟ କରିଥିଲି ସେଇ ମସଲାକୁ ବି ସେଥିରେ ସବୁଗୁଡ଼ାକ ପକେଇଛି। ପକେଇକି ଲଙ୍କାଗୁଣ୍ଡ 1 ଟିସ୍ପୁନ୍, ଧନିଆ ଗୁଣ୍ଡ 1 ଚାମଚ, ହଳଦୀ, ଭଜା ଜିରା ଗୁଣ୍ଡ, କିଚେନ୍ କିଙ୍ଗ ମସଲା, ଲୁଣ ଆଉ କସୁରୀ ମେଥିକୁ ମୁଁ ଏମିତି ହାତରେ କ୍ରସ୍ କରିଦେଇଛି। କରିକି ମୁଁ ଏଥିରେ ପକେଇଛି। ଯେତେ ଟିକେ ଗୁଣ୍ଡ କରିଦେଲେ ସେ କସୁରୀ ମେଥି ତାର ଫ୍ଲେଭରଟା ବହୁତ ବଢ଼ିଆ ଆସେ। ମୁଁ ଦେଇକି ପକେଇକି ସେଥିରେ ପିଆଜ ଯେଉଁ ଚୁନ ଚୁନ ମାନେ ଲମ୍ବା ଲମ୍ବା କରିକି ଚୁରା ଚୁନ କରିଥିଲି ଝୁରଝୁରା, ସେଇ ପିଆଜଟାକୁ ମୁଁ ଏଠି ଗୋଳେଇ ଦେଇଛି। ସବୁ ମିଶେଇକି ଆମେ ମସଲା ସାଙ୍ଗରେ ଏଇଟାକୁ ଗୋଳେଇ ଦେବା। ଯେମିତି କୁଟିଂ ମସଲା ସାଙ୍ଗରେ ହେଇଯିବ, ତଳ ଉପର କରିକି ଆମେ ଗୋଳେଇ ଦେବା। ସେଥିରେ 1 ଚାମଚ ବେସନ ପକେଇବା। ବେସନ ପକେଇଲେ ତାର ଫ୍ଲେଭର ବହୁତ ବଢ଼ିଆ ଆସିଥାଏ। ଆଉ ମସଲାଟା ବି ବହୁତ ଥିକ୍ ଥାଏ ଆଉ ଭଲ ଟେଷ୍ଟ ଆସିଥାଏ। ମୁଁ ସବୁକୁ ଗୋଳେଇ ଦେଲି। ଗୋଟେ ତଡ଼କା ପ୍ୟାନ୍ ନେଲି, ସେଥିରେ 3 ଟେବୁଲ୍ ସ୍ପୁନ୍ ସୋରିଷ ତେଲ ପକେଇଲି। ସୋରିଷ ତେଲକୁ ଗରମ କରିଦେଲି। ଟିକେ ତାର କଡ଼ା ବାସ୍ନା ପଳେଇଲା ପରେ ମୁଁ ସେଠି ତାକୁ ଥଣ୍ଡା ହେଇଗଲା ପରେ ଏଠି 1 TSP ଗରମ ମସଲା ଆଉ ଯେଉଁ ତେଲଟା ଥଣ୍ଡା ହେଇଗଲା ପରେ ପକେଇଛି। ଗରମ ତେଲ ପକେଇବାନି, ପକେଇଲା ମାନେ ସେ ମସରୁମ୍ ବା ଛତୁ ଗୁଡ଼ାକ ନରମ ହେଇଯିବ ଗରମ ଜିନିଷ ପଡ଼ିଲା ମାନେ। ମୁଁ ତାକୁ ସବୁଗୁଡ଼ାକୁ 1 ଚାମଚ ସାହାଯ୍ୟରେ ତଳ ଉପର କରିକି ଗୋଳେଇ ଦେଇଛି। ସବୁକୁ ଆମେ ଯେତେ ମସଲା ତେଲ ସବୁକୁ ଆମେ ମିଶେଇକି ଗୋଳେଇ ଦେବା। ସବୁଗୁଡ଼ାକ ଗୋଳେଇକି ଗୋଟେ ଚୁଲିରେ ଗୋଟେ ହାଣ୍ଡି ବସେଇଲି। ଯେଉଁ ହାଣ୍ଡିକୁ ମୁଁ ଧୋଇକି ଆଣିଥିଲି ସେଇ ହାଣ୍ଡିକୁ ଚୁଲିରେ ବସେଇଲି। ସେଥିରେ 2 ଚାମଚ ତେଲ ଦେଲି। ତେଲ ଟିକେ ଗରମ ହେଇଗଲେ ହାଣ୍ଡିରେ ସାଙ୍ଗେ ସାଙ୍ଗେ ତେଲ ଗରମ ହେଇଯିବ। ଗୋଟେ 2ଟା ତେଜପତ୍ର ପକେଇଲି, ମିଡ଼ିୟମ୍ ଫ୍ଲେମ୍ କରିଦେଇଛି ଯେହେତୁ ହାଣ୍ଡି ତେଜପତ୍ର ପୋଡ଼ିଯିବ। ଗୋଟେ ଶୁଖିଲା ଲଙ୍କା ପକେଇଲି, ଚକ୍ରି ଫୁଲ ବା ଷ୍ଟାର ଏନାଇଜ୍ ପକେଇଲି 2ଟା, ଗୁଜୁରାତି 4-5ଟା, ଡାଲଚିନି 2 ଖଣ୍ଡ, ଏଠୁ ଲବଙ୍ଗ 4ଟା ଆଉ ଗୋଟେ ବଡ଼ ଅଳେଇଚ, ସବୁକୁ ପକେଇ ଟିକେ ହାଲକା ଭାଜିଦେଲି। ମୁଁ ମିଡ଼ିୟମ୍ ଫ୍ଲେମ୍ ରଖିଛି ଏବେ। ମୁଁ ଯେଉଁ ଗୋଳେଇକି ରଖିଥିଲି ମସରୁମ୍ ବା ଛତୁକୁ ମୁଁ ତାକୁ ମୁଁ ଏଇ ହାଣ୍ଡିରେ ପକେଇଲି। ପକେଇକି ମୁଁ ଆଞ୍ଚଟା ଜୋରରେ ଦେଇଛି। ଦେଇକି ଆମେ ତାକୁ ଟିକେ ହାଲକା କି ଉପର ତଳ କରିଦେବା। ଯେହେତୁ ଆମର ସେଥିରେ ମସଲା ଭଲକି ଗୋଳେଇ ହେଇଥିବ ନ ହେଇଥିବ, ଲୁଣ ଠିକ୍ସେ ଲାଗିଥିବ, ସେଥିପାଇଁ ଆମେ ତଳ ଉପର କରିକି ତାକୁ ସବୁ ଗୋଳେଇ ଦେବା। ସବୁ ପଡ଼ିଛି ସେଥିରେ, ସବୁକୁ ଗୋଳେଇ ଦେବା। ଗୋଳେଇ ଦେଇକି ମୁଁ ରସୁଣ ବଡ଼ ବଡ଼ ରସୁଣ 2ଟା ତାକୁ ଚୋପା ମାନେ ଉପରଟା ଚୋପା ଛଡ଼େଇ ଦେଇକି ଭଲକି ଧୋଇ ଦେଇଛି। ଏଇ ଗୋଟିକିଆ ରସୁଣ 2ଟାକୁ ଏଇ ଟାଇପ୍ର ଏମିତି ରଖିଛି। ଏଥିରେ ଚମ୍ପାରନ୍ ମସରୁମ୍ରେ ଏମିତି ଗୋଟିକିଆ ପକେଇଲେ ତାର ଫ୍ଲେଭର ବହୁତ ବଢ଼ିଆ ଆସେ। ଆଉ ଖାଇବା ପାଇଁ ବି ସେ ଯେଉଁ ରସୁଣଟା ବି ବହୁତ ବଢ଼ିଆ ଲାଗେ। ମୁଁ ଏଠି 1 ଗ୍ଲାସ୍ ପାଣି ଦେଲି। ପାଣି ମସରୁମ୍ରେ ଆଉ ମସରୁମ୍ରେ ବି ଛତୁରେ ବି ପାଣି ବାହାରେ। ଦେଇକି ତାକୁ ଟାଇପ୍ର ଟିକେ ହାଲକା କି ବୁଲେଇ ଦେଇକି ତାପରେ ଆମେ ଯେମିତି ଅଟା ଚକଟନ୍ତି, ଯେମିତି ରୁଟି କରନ୍ତି, ସେଇ ଅଟାକୁ ଚକଟିକି ଆମେ ତାକୁ
आम तार चारिपटे एमती सैड्रे सब लगेद आम दम दबा टाइप जमी आम बिरियानी दम दे था से टाइप आम ये हाँडी चारिपट माने सब सैड्रे कि आम ये टाइप अटा को गोल करके लगेदबा आ से भीतर भीतर कि सब हम आ बहुत खावाई आम खोलिबा जो हाँडीटा को एते बास्ना एते टेस्टी माने बास्ना आसे माने तो माने बढ़िया लगे माने ता बास्ना रे ही पेट भरी जीव मुझे पूरा सबआड़े लगेदेली अटा को देखी मुझे तार जो ढाकुणीटा को ताऊपर एमती थोईकी आम एमती दाबीदबा पिटिदेले तार पूरा सील हो गला रकम लगे पूरा टोटाल सील हो आम देखा हाथ बुले चारिड़े किछ समय पर 5-10 मिनट पर देखा आमर कौटी भी बांफ बाहरुनी जदि भी बांफ बाहर थो आम से सैड्रे अटा देदेबा एमती देखु मुझे पानी पानी रखी आपड़ ये टाइप घंटे पूरा मीडियम आंचर घंटे पूरा रखिए तापर जाइकी काढ़े आ बढ़िया टेस्ट बहुत बढ़िया आप कमेंट रे जनइबे केमती लगिला आ घंटे पूर्व काढ़ेनि आ मीडियम रे रखिए बेसी जोर देले हांडीटा माने गरम होगी तलू लगिज आ खाइबा जमी टेस्ट और बास्ना भी बहुत बढ़िया टेस्ट आप कमेंट रे मते जणाइबे।